ତୃଷାର୍ତ୍ତ କୂଅର ନିଷ୍ଠା। ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ଅବସ୍ଥାନ କରୁଥିବା ବେଳେ ଦିନେ ଲକ୍ଷ୍ମଣ ଦେଖିଲେ ଗୋଟାଏ କୂଅ ବ୍ୟାକୁଳ ହୋଇ ପାଣି ପାଖକୁ ବାରମ୍ବାର ଯାଉଛି, ଅଥଚ ଟୋପେ ହେଲେ ପାଣି ପିଉନାହିଁ। ପାଣି ପାଖରୁ ଫେରି ଆସୁଛି। କୂଅ ଏପରି କରିବାର କାରଣ କ'ଣ ବୋଲି ଲକ୍ଷ୍ମଣ ପଚାରିବାରୁ ରାମ କହିଲେ, ଏ କୂଅଟି ପରମ ଭକ୍ତ ଦିନରାତି ରାମନାମ ଜପ କରୁଛି। ଏଣେ ଶେଷରେ ତାର ପ୍ରାଣ ଛାଡ଼ିଯାଉଛି, କିନ୍ତୁ ଟୋପେ ହେଲେ ପାଣି ସେ ପିଉନାହିଁ। କାରଣ ସେ ଭାବୁଛି ପାଣି ପିଇବାକୁ ଗଲେ ଯେଉଁ ସମୟଟି ନଷ୍ଟ ହେବ, ସେହି ସମୟ ମଧ୍ୟରେ ରାମନାମ ଜପ କରିବାରୁ ସେ କାଳେ ବଞ୍ଚିତ ହେବ। ପାଣି ବିନା ପ୍ରାଣ ପଛେ ଚାଲିଯାଉ, ନାମ ଜପରୁ ସେ ମୁହୂର୍ତ୍ତକ ପାଇଁ କ୍ଷାନ୍ତ ହେବ ନାହିଁ। ଚାତକ ପକ୍ଷୀ କେବଳ ଚାହେଁ ସ୍ୱଚ୍ଛ ଆକାଶ ଜଳ। ଏଣେ ଗଙ୍ଗା ଯମୁନା 7 ସମୁଦ୍ର ଜଳରେ ପୂର୍ଣ୍ଣ, କିନ୍ତୁ ସେ ପୃଥିବୀର ଜଳ ପିଇବ ନାହିଁ। ଶେଷରେ ତାର ପ୍ରାଣ ଛାଡ଼ିଯାଉଛି, ଅଥଚ ସେ ଏକ ଲୟରେ ଉପରକୁ ମୁହଁ କରି ଚାହିଁ ରହିଛି, କେତେବେଳେ ଆକାଶରୁ ଜଳ ଟୋପାଏ ଖସି ତା ପାଟିରେ ପଡ଼ିବ। କେତେ ନିଷ୍ଠା, କେତେ ଧୈର୍ଯ୍ୟ, କେତେ ତନ୍ମୟତା ଅନୁଭବୀ କେବଳ ଜାଣେ। ଈଶ୍ୱର ଏକ, କିନ୍ତୁ ସେ ଭିନ୍ନ ଭିନ୍ନ ନାମରେ ମଧ୍ୟ ପରିଚିତ ହୋଇଥାନ୍ତି। ଜ୍ଞାନୀମାନେ ତାଙ୍କୁ ବ୍ରହ୍ମ, ଯୋଗୀମାନେ ତାଙ୍କୁ ଆତ୍ମା ଓ ଭକ୍ତମାନେ ତାଙ୍କୁ ଭଗବାନ ବୋଲି କହିଥାନ୍ତି। ସେହି ଏକା ବ୍ରାହ୍ମଣ ଯେତେବେଳେ ପୂଜା କରେ, ସେତେବେଳେ ସେ ପୂଜାରୀ, ଯେତେବେଳେ ରୋଷେଇ କରେ, ସେତେବେଳେ ସେ ରୋଷେଇଆ। ଜ୍ଞାନଯୋଗୀ ନୀତି ବୋଲି ବିଚାର କରେ। ବ୍ରହ୍ମ ଏ ନୁହେଁ, ସେ ନୁହେଁ, ବ୍ରହ୍ମ ଜୀବ ନୁହେଁ କି ଜଗତ ନୁହେଁ, ଏପରି ବିଚାର କରି ମନ ଯେତେବେଳେ ସ୍ଥିର ହୋଇଯାଏ, ଯେତେବେଳେ ମନର ଲୟ ଘଟେ, ସମାଧି ହୁଏ, ସେତେବେଳେ ଆସେ ବ୍ରହ୍ମଜ୍ଞାନ। ବ୍ରହ୍ମଜ୍ଞାନୀଙ୍କର ଧାରଣା, ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା, ନାମ ରୂପ ସବୁ ସ୍ୱପ୍ନବତ୍। କିନ୍ତୁ ବ୍ରହ୍ମ ଯେ କ'ଣ, ତାହା ଭାଷାରେ ବର୍ଣ୍ଣନା କରି ହୁଏ ନାହିଁ। ବ୍ରହ୍ମ କ'ଣ ବ୍ୟକ୍ତି ତାହା ମଧ୍ୟ କହିବାର ଉପାୟ ନାହିଁ। ପ୍ରକୃତରେ ବ୍ରହ୍ମ ଯେ କ'ଣ, ତାହା ଆଜି ପର୍ଯ୍ୟନ୍ତ କେହି ଭାଷାରେ ପ୍ରକାଶ କରିପାରି ନାହାନ୍ତି। ସମତଳ ଭୂମିର ଆର ପାଖରେ ଶୁଣିଛି ବରଫାଚ୍ଛନ୍ନ ପର୍ବତ ରହିଛି। ବେଶୀ ଉପରକୁ ଉଠିଲେ ସେଠାରୁ ଆଉ ଫେରିବା ସମ୍ଭବ ହୁଏ ନାହିଁ। ଅତ୍ୟୁଚ୍ଚ ଶିଖରରେ କ'ଣ ଅଛି, ସେଠାକୁ ଗଲେ ଅବସ୍ଥା କ'ଣ ହୁଏ, ସେସବୁ କଥା ଜାଣିବା ପାଇଁ ଯେଉଁମାନେ ବରଫାଚ୍ଛନ୍ନ ପର୍ବତ ଶିଖରକୁ ଯାଇଛନ୍ତି, ସେମାନେ ଖବର ଦେବା ପାଇଁ ଆଉ ତଳକୁ ଫେରି ଆସିନାହାନ୍ତି। ବ୍ରହ୍ମ ଦର୍ଶନ ହେଲେ ମଣିଷ ଆନନ୍ଦରେ ବିହ୍ୱଳ ହୋଇଯାଏ, ଚୁପ୍ ହୋଇଯାଏ। ଖବର ଦେବ କିଏ? ବୁଝେଇବ ବା କିଏ? ନଅର ପରେ ନଅର, ଏପରି 7 ନଅର ପରେ ଯାଇ ରାଜା। ପ୍ରତ୍ୟେକ ନଅରରେ ଜଣେ ଜଣେ ମହାଐଶ୍ୱର୍ଯ୍ୟବାନ ପୁରୁଷ ବସିଥାନ୍ତି। ପ୍ରତ୍ୟେକ ନଅର ଦେଖି ଶିଷ୍ୟ ପ୍ରଶ୍ନ ପଚାରେ, ଏ କ'ଣ ରାଜା? ଗୁରୁ କହନ୍ତି, ନା, ନେତି। ନଅର ପରେ ନଅର ଟପି 7ମ ନଅରରେ ପହଞ୍ଚି ଶିଷ୍ୟ ଯାହା ଦେଖିଲା, ତହିଁରେ ସେ ଏକେବାରେ ଅବାକ୍ ହୋଇଗଲା। ସେ ଆନନ୍ଦରେ ବିହ୍ୱଳ। ଏ କ'ଣ ରାଜା ବୋଲି ସେ ଆଉ ପ୍ରଶ୍ନ କରିବାର ପ୍ରୟୋଜନ ବୋଧ କଲା ନାହିଁ। ଦେଖିବା ମାତ୍ରେ ତା ମନର ସମସ୍ତ ସଂଶୟ ଆପଣାଛାଏଁ ଦୂର ହୋଇଗଲା। ବ୍ରହ୍ମର ସ୍ୱରୂପ ନିତ୍ୟବୋଧ ରୂପମ। ତାହା ତୁମକୁ ମୁଁ କିପରି ବୁଝାଇବି? ଯଦି କେହି ତୁମକୁ ପଚାରେ, ଘିଅ ତ ଖାଇଲ, କିପରି ଲାଗିଲା? ତୁମେ ତାକୁ କ'ଣ କହି ବୁଝାଇବ? ହୁଏତ କହିବ, ଯେମିତି ଘିଅ ସେମିତି ଲାଗିଲା। ଏପରି ଉତ୍ତରରୁ କିଏ କ'ଣ ବୁଝିବ? ଗୋଟିଏ ନବବିବାହିତା ଝିଅକୁ ତାର ସଙ୍ଗିନୀଟି ପଚାରିଲା, ତୁମ ସ୍ୱାମୀ ଆସିଛନ୍ତି? ଆଚ୍ଛା, ତୁମ ସ୍ୱାମୀ ଆସିଲେ ମନରେ କେମିତିକା ଆନନ୍ଦ ହୁଏ? ନବବିବାହିତା ଝିଅଟି ହସି ହସି ଉତ୍ତର ଦେଲା, ସେ ଆନନ୍ଦର କଥା ମୁଁ ତୋତେ କେମିତି ବୁଝାଇବି? ସେହି ଆନନ୍ଦ ଅନୁଭୂତିକୁ କ'ଣ ଭାଷାରେ ବର୍ଣ୍ଣନା କରି ହୁଏ? ତୋର ସ୍ୱାମୀ ଆସିଲେ ତୁ ବଳେ ବୁଝିବୁ। ଠିକ୍ ସେହିପରି ବ୍ରହ୍ମ କ'ଣ, ତାହା ଭାଷାରେ ବର୍ଣ୍ଣନା କରି ହୁଏ ନାହିଁ। ସେ ଅବାକ୍ ମାନସ ଗୋଚର। ଆଉ ସଚ୍ଚିଦାନନ୍ଦଙ୍କ ସହିତ କ୍ରୀଡ଼ାରମଣ, ସେ ଯେ କି ଆନନ୍ଦର କଥା, ତାହା ଭାଷାରେ ବର୍ଣ୍ଣନା କରି ହେବ ନାହିଁ। ତାହା ଅନୁଭବ ହିଁ କେବଳ ଜାଣେ। ଈଶ୍ୱର ବିଶ୍ୱାସ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ହୁଏ, ପ୍ରଭୁ ମୋତେ ଭକ୍ତି ଦିଅ, ବିଶ୍ୱାସ ଦିଅ। ବିଶ୍ୱାସ ସୃଷ୍ଟି ହେଲା ହିଁ ହେଲା। ବିଶ୍ୱାସଠାରୁ ବଡ଼ ଜିନିଷ ଆଉ କିଛି ନାହିଁ। ବିଶ୍ୱାସର କେତେ ଜୋର, ତାହା ଶୁଣିଛ? ପୁରାଣରେ ଅଛି, ରାମ ଯେ ସାକ୍ଷାତ ପୂର୍ଣ୍ଣବ୍ରହ୍ମ ନାରାୟଣ, ଲଙ୍କାକୁ ଯିବା ପାଇଁ ତାଙ୍କୁ ସମୁଦ୍ର ଉପରେ ସେତୁ ବାନ୍ଧିବାକୁ ପଡ଼ିଥିଲା। କିନ୍ତୁ ରାମଭକ୍ତ ହନୁମାନ ରାମ ନାମରେ ବିଶ୍ୱାସ କରି ଗୋଟାଏ ଲମ୍ଫରେ ସମୁଦ୍ର ପାରି ହୋଇଗଲେ। ତାଙ୍କ ପାଇଁ ସେତୁବନ୍ଧର ଦରକାର ହେଲା ନାହିଁ। ଗୋଟାଏ ଗୌଡ଼ୁଣୀ ବୁଢ଼ୀ ଥିଲା। ସେ ଶୁଣିଲା ରାମ ନାମରେ ବିଶ୍ୱାସ କରି ଯାହା କରିବ ତାହା ସଫଳ ହେବ। ଦିନକର କଥା, ଚତୁର୍ଦ୍ଦିଗକୁ ଅନ୍ଧକାର କରି ମୂଷଳଧାରାରେ ବୃଷ୍ଟି ହେଉଥାଏ। ତାକୁ ଦୁଧ ପଛରେ ନେଇ ନଈ ଆରପାରିକୁ ଯିବାକୁ ହେବ। ସେଦିନ ଦୁର୍ଯୋଗକୁ ନୌକାଟି ମଧ୍ୟ ମିଳିଲା ନାହିଁ। କ'ଣ କରିବ? ବୁଢ଼ୀଟି ବଡ଼ ଚିନ୍ତାରେ ପଡ଼ିଲା। ଏଣେ ଦୁଧ ଖରାପ ହୋଇଯିବ, ତେଣେ ଗ୍ରାହକମାନେ ଦୁଧ ଅପେକ୍ଷାରେ ରହିଥିବେ, କିନ୍ତୁ ଯିବ କିପରି? ଆଗରେ ଭରା ନଈ। ବୁଢ଼ୀ ଭାବିଲା, ରାମ ନାମରେ ଭବସାଗର ପାରି ହୋଇଯାଆନ୍ତି, ଆଉ ମୁଁ ଏହି ଛୋଟ ନଈଟାକୁ ପାରି ହୋଇ ଯାଇପାରିବି ନାହିଁ? ନିଶ୍ଚୟ ପାରିବି। ସେହିପରି ଭାବି ସେ ଦୃଢ଼ ବିଶ୍ୱାସର ସହିତ ରାମ ରାମ କହି ନଈଟିକୁ ଅକ୍ଳେଶରେ ପାରି ହୋଇଗଲା। ବୁଢ଼ୀଟି ଜଣେ ପଣ୍ଡିତଙ୍କ ଘରେ ଦୁଧ ଦୁହେଁ।
ଦୁଧ ଦିଏ। ଏପରି ମୂଷଳ ବର୍ଷାରେ ନଈ ପାର ହୋଇ ସେ କିପରି ଆସିପାରିଲା ବୋଲି ପଣ୍ଡିତ ପଚାରିଲେ। ବୁଢ଼ୀ, ଏ ଦୁର୍ଯୋଗରେ ନଈ ପାର ହୋଇ ତୁ କିପରି ଆସିଲୁ? ବୁଢ଼ୀ କହିଲା, କାହିଁକି ବାବା, ମୁଁ ରାମ ନାମ କହି କହି ନଈ ପାର ହୋଇ ଆସିଲି। ବୁଢ଼ୀର କଥା ଶୁଣି ପଣ୍ଡିତ ଆଶ୍ଚର୍ଯ୍ୟ ହେଲେ। ନଈର ଆରପାରିରେ ପଣ୍ଡିତଙ୍କର କିଛି କାମ ଥିଲା। ତେଣୁ ସେ କହିଲେ, ଆଚ୍ଛା, ମୁଁ କ'ଣ ରାମ ନାମରେ ନଈ ପାର ହୋଇପାରିବେ ନାହିଁ? ବୁଢ଼ୀ କହିଲା, ହଁ, ହୋଇପାରିବେ ନାହିଁ କାହିଁକି? ନିଶ୍ଚୟ ହୋଇପାରିବେ। ଏହାପରେ ବୁଢ଼ୀ ଓ ପଣ୍ଡିତ ନଈ କୂଳକୁ ଆସିଲେ। ବୁଢ଼ୀ ରାମ ରାମ କହି ନଈ ପାରି ହେବାକୁ ଲାଗିଲା। ପଣ୍ଡିତ ମଧ୍ୟ ରାମ ରାମ କହି ନଈ ପାଣିରେ ପଶିବାକୁ ଲାଗିଲେ। ନଈ ପାଣିରେ ପଶିବା ମାତ୍ରେ କାଳେ ପିନ୍ଧା ଲୁଗାଟା ପାଣିରେ ଓଦା ହୋଇଯିବ, ସେହି ଆଶଙ୍କାରେ ପଣ୍ଡିତ ନିଜ ପିନ୍ଧା ଲୁଗାକୁ ଟେକି ଧରିଲେ। ପଣ୍ଡିତଙ୍କ ଅବସ୍ଥା ଦେଖି ବୁଢ଼ୀ କହିଲା, ବାବା, ରାମ ରାମ କହିବ, ପୁଣି ପାଣି ଭୟରେ ଲୁଗାପଟାକୁ ଟେକି ଧରିବ। ଦୁଇ କାମ ଏକା ସାଙ୍ଗରେ ହେବ ନାହିଁ। ପଣ୍ଡିତ ନଈ ପାରି ହୋଇପାରିଲେ ନାହିଁ। ବୁଢ଼ୀ କିନ୍ତୁ ରାମ ନାମରେ ବିଶ୍ୱାସ ରଖିଥିବାରୁ ଅତି ସହଜରେ ନଈଟିକୁ ପୂର୍ବପରି ପାରି ହେଲା। ଏହି ବୁଢ଼ୀ ପରି ବିଶ୍ୱାସ ଦରକାର। ଆଉ ପଣ୍ଡିତଙ୍କ ପରି ରାମ ନାମ କରୁଥିବ, ପୁଣି ପାଣି ଭୟରେ ଲୁଗା ଟେକି ଧରିଥିବ, ତାହା ଚଳିବ ନାହିଁ। ଠିକ୍ ବିଶ୍ୱାସ ଜାତ ହେଲେ ଆଉ ବେଶୀ ଖଟିବାକୁ ପଡ଼େ ନାହିଁ। ବିଶ୍ୱାସ ବଳରେ ଅସାଧ୍ୟ ସାଧନ ହୁଏ। ଈଶ୍ୱର ନିରାକାର, ଏହି ବିଶ୍ୱାସରେ ମଧ୍ୟ ଈଶ୍ୱରଙ୍କୁ ଲାଭ କରିହୁଏ। ପୁଣି ଈଶ୍ୱରଙ୍କୁ ସାକାର ବୋଲି ବିଶ୍ୱାସ କରି ତାଙ୍କୁ ଲାଭ କରିହୁଏ। ଅସଲ କଥା ହେଲା ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାଙ୍କର ଶରଣାଗତ ହେବା। ବିଶ୍ୱାସ ଯେତେ ଦୃଢ଼ ହେବ, ଜ୍ଞାନ ମଧ୍ୟ ସେହିପରି ବଢ଼ିବ। ଯେଉଁ ଗାଈ ବାଛି ବାଛି ଖାଏ, ସେ ଟୋପେ ଟୋପେ ଦୁଧ ଦିଏ। ଯେଉଁ ଗାଈ ଶାଗ ପତ୍ର, ଚୋପା, ଘାସ, ଭୁସି ଯାହାଦିଅ ସବୁକୁ ବାଛା ବିଚାର ନ କରି ଖାଇଥାଏ, ସେହି ଗାଈ ଦୁଧରେ ଭସାଇ ଦିଏ। ମନରେ ଦୃଢ଼ ବିଶ୍ୱାସ ଜାତ ନ ହେଲେ ଈଶ୍ୱର ଲାଭ ହୁଏ ନାହିଁ। ବିଶ୍ୱାସ ଓ ଭକ୍ତି ଉଭୟ ଦରକାର। ଆଗେ ବିଶ୍ୱାସ, ତାପରେ ଭକ୍ତି। ଈଶ୍ୱରଙ୍କଠାରେ ବିଶ୍ୱାସ ଥିଲେ ପାପ କର ବା ମହାପାପ କର, କୌଣସି ପାଇଁ ଭୟ ନାହିଁ। ଈଶ୍ୱର ସବୁ ପାପରୁ ମୁକ୍ତ କରିଦେବେ। ଅସଲ କଥା ହେଲା ବିଶ୍ୱାସ। ଦିନେ ଜଣେ ଲୋକ ସାଧୁଙ୍କୁ ଦେଖି ଅତି ବିନୀତ ଭାବରେ ତାଙ୍କଠାରୁ ଉପଦେଶ ନେବାକୁ ଚାହିଁଲା। ସାଧୁ କହିଲେ, ଭଗବାନଙ୍କୁ ମନ ପ୍ରାଣ ଦେଇ ଭଲ ପାଅ, ସେ ତୁମର ସବୁ ମଙ୍ଗଳ କରିବେ। ଲୋକଟି ପଚାରିଲା, ମହାରାଜ, ମୁଁ ତ ଭଗବାନଙ୍କୁ କେବେ ଦେଖି ନାହିଁ କି ତାଙ୍କ ବିଷୟରେ କିଛି ଶୁଣି ନାହିଁ, ତେଣୁ ତାଙ୍କୁ ଭଲ ପାଇବି କିପରି? ସାଧୁ କହିଲେ, ଆଚ୍ଛା, ତୁମେ କାହାକୁ ଅତି ଭଲ ପାଅ କହିଲ? ଲୋକଟି କହିଲା, ମୋର କେହି ନାହିଁ, କେବଳ ଗୋଟିଏ ମେଣ୍ଢା ଅଛି। ସେହି ମେଣ୍ଢାଟିକୁ ମୁଁ ଖୁବ୍ ଭଲ ପାଏ। ସାଧୁ କହିଲେ, ଦେଖ, ସେହି ମେଣ୍ଢାଟି ମଧ୍ୟରେ ନାରାୟଣ ଅଛନ୍ତି ବୋଲି ବିଶ୍ୱାସ କରି ତାକୁ ମନ ପ୍ରାଣ ଦେଇ ସେବା କର। ତୁମେ ଯାହା ଚାହୁଁଛ ତାହା ପାଇପାରିବ। ଏହା କହି ସାଧୁ ଚାଲିଗଲେ। ବହୁଦିନ ପରେ ସେହି ବାଟ ଦେଇ ସାଧୁ ଦିନେ ଯାଉଥିବା ବେଳେ ସେହି ଲୋକଟିର ସନ୍ଧାନ କରି ସାଧୁ ତାକୁ ପଚାରିଲେ, ବାବା, କିପରି ଅଛ? ସାଧୁଙ୍କୁ ପ୍ରଣାମ କରି ଲୋକଟି କହିଲା, ଗୁରୁ ମହାରାଜ, ଆପଣଙ୍କ କୃପାରେ ଭଲରେ ଅଛି। ଆପଣ ଯେପରି କହିଥିଲେ ସେପରି ବିଶ୍ୱାସ କରି ମେଣ୍ଢାର ସେବା ଯତ୍ନ କରିବା ଦ୍ୱାରା ମୋର ଖୁବ୍ ଉପକାର ହୋଇଛି। ମେଣ୍ଢା ମଧ୍ୟରେ ମୁଁ ଅପରୂପ ମୂର୍ତ୍ତି ଦେଖିବାକୁ ପାଉଛି। ସେହି ମୂର୍ତ୍ତିଙ୍କର 4 ହାତ, ସୁନ୍ଦର ରୂପ। ତାଙ୍କୁ ଦର୍ଶନ କରି ମୁଁ ବେଶ୍ ପରମାନନ୍ଦରେ ଅଛି। କୌଣସି କର୍ମ କରିବାକୁ ଗଲେ ଆଗ ଦରକାର ବିଶ୍ୱାସ। ବିଶ୍ୱାସ ରଖି କର୍ମ ଆରମ୍ଭ କଲେ ମନରେ ଆନନ୍ଦ ଆସେ। ମାଟି ତଳେ ସୁନା ମୋହର କଳସୀ ଅଛି। ଏହି ଜ୍ଞାନ, ଏହି ବିଶ୍ୱାସ ପ୍ରଥମେ ହେବା ଦରକାର। ସେହି ବିଶ୍ୱାସରେ ସେ ମାଟି ଖୋଳେ। ମାଟି ଖୋଳୁ ଖୋଳୁ ମାଟିରୁ ଠଙ୍ଗ୍ ଠଙ୍ଗ୍ ଶବ୍ଦ ବାହାରିଲେ ମନରେ ଆନନ୍ଦ ବଢ଼େ। ତାପରେ କଳସୀର ଫେନ୍ଦ ଧାର ଦେଖାଦେଲେ ମନର ଆନନ୍ଦ ଆହୁରି ବଢ଼ିଯାଏ। ଏପରି କ୍ରମେ କ୍ରମେ ଆନନ୍ଦ ବଢ଼ୁଥାଏ। ଶେଷରେ କଳସୀଟି ପୂରା ବାହାରି ଆସିଲେ ମନରେ କି ଆନନ୍ଦ! କଳସୀରୁ ମୋହର ଢାଳି ସେ ଆନନ୍ଦ ମନରେ ସେ ସବୁକୁ ଗଣିବାକୁ ଲାଗେ। ଅପୂର୍ବ ଆନନ୍ଦରେ ମନପ୍ରାଣ ତାର ଭରପୂର ହୋଇଯାଏ। ଦର୍ଶନ ସ୍ପର୍ଶନ ସମ୍ଭୋଗ। ମୁଁ ନିଜେ ଠାକୁର ମନ୍ଦିରର ବାରଣ୍ଡାରେ ଦେଖିଛି, ସାଧୁମାନେ ଗଞ୍ଜେଇ ଚିଲମ ସଜାଡ଼ି ଥିଲାବେଳେ ସେମାନଙ୍କର କି ଆନନ୍ଦ! ହଜାର ହଜାର ବର୍ଷ ଧରି ପଥରଟାଏ ଯଦି ପାଣିରେ ବୁଡ଼ି ରହେ, ତା ଭିତରକୁ ଗୋଟାଏ ହେଲେ ପାଣି ପଶିପାରେ ନାହିଁ। କିନ୍ତୁ ମାଟି ପିଣ୍ଡୁଳାରେ ପାଣି ଲାଗିବା ମାତ୍ରେ ତାହା ସଙ୍ଗେ ସଙ୍ଗେ ବୋହି ମିଳେଇଯାଏ। ଯେଉଁମାନେ ଦୃଢ଼ ବିଶ୍ୱାସୀ ଓ ଭକ୍ତ, ସେମାନେ ହଜାର ହଜାର ଆପଦ ବିପଦରେ ପଡ଼ିଲେ ମଧ୍ୟ କେବେ ହତାଶ ହୁଅନ୍ତି ନାହିଁ, ଭାଙ୍ଗି ପଡ଼ନ୍ତି ନାହିଁ। କିନ୍ତୁ ଅବିଶ୍ୱାସୀ ବ୍ୟକ୍ତି ସାମାନ୍ୟ ବିପଦରେ ଭାଙ୍ଗି ପଡ଼େ। ତେଣୁ ବିଶ୍ୱାସ ପୋଷଣ କରିବାକୁ ଚେଷ୍ଟା କର। ଗୁରୁ ବାକ୍ୟରେ ଅଟଳ ଓ ଅଚଳ ବିଶ୍ୱାସ ବ୍ୟତୀତ ସଚ୍ଚିଦାନନ୍ଦଙ୍କୁ ଲାଭ କରିବା ସମ୍ଭବ ନୁହେଁ। ଆତ୍ମସମର୍ପଣ। ପମ୍ପା ସରୋବରରେ ସ୍ନାନ କରିବାକୁ ଯିବା ପୂର୍ବରୁ ରାମ ଓ ଲକ୍ଷ୍ମଣ ସରୋବର କୂଳରେ ଗୋଟାଏ ଗାତ ଭିତରେ ନିଜର ଧନୁଶରକୁ ରଖିଦେଇ ଗଲେ। ସ୍ନାନ କରିସାରିବା ପରେ ଲକ୍ଷ୍ମଣ ଧନୁଶର ଆଣିବାକୁ ଯାଇ ଦେଖିଲେ ଯେ ଧନୁଶର ରକ୍ତାକ୍ତ ହୋଇଯାଇଛି। ରାମ ତାହା ଦେଖି କହିଲେ, ଦେଖ, ବୋଧହୁଏ କୌଣସି ଜୀବ ହିଂସା କରିଛି। ଲକ୍ଷ୍ମଣ ସାଙ୍ଗେ ସାଙ୍ଗେ ଧନୁଶର ରଖିଥିବା ସ୍ଥାନରୁ ମାଟି କାଢ଼ି ଦେଖିଲେ ଗୋଟାଏ ବେଙ୍ଗ ରକ୍ତାକ୍ତ ହୋଇ ପଡ଼ିଛି। ତାହାର ଅବସ୍ଥା ସାଂଘାତିକ। ରାମ ତାହା ଦେଖି କରୁଣ ସ୍ୱରରେ କହିଲେ, ଆହା, ଆମେ ଧନୁ ରଖିଲା ବେଳେ
ତୁ ଚିତ୍କାର କଲୁ ନାହିଁ କାହିଁକି? ଆମେ ତ ତୋତେ ରକ୍ଷା କରିଥାନ୍ତୁ, ଏପରି ନୀରବ ରହିଲୁ କାହିଁକି? ଆଚ୍ଛା, ଯେତେବେଳେ ସାପ ଧରେ ସେତେବେଳେ ତ ବେଶ ବେଶ ରଡ଼ି ଛାଡ଼ିଥାଉ। ରାମଙ୍କ କଥା ଶୁଣି ବେଙ୍ଗଟି କହିଲା, ପ୍ରଭୁ ଯେତେବେଳେ ସାପ ଧରେ ସେତେବେଳେ ଆମେ ରଡ଼ି ଛାଡ଼ୁ। ହେ ରାମ ରକ୍ଷା କର, ରାମ ରକ୍ଷା କର। କିନ୍ତୁ ବର୍ତ୍ତମାନ ଦେଖିଲି ଯେ ସ୍ୱୟଂ ରାମ ମୋତେ ମାରୁଛନ୍ତି, ସେତେବେଳେ ଆଉ ରଡ଼ି ଛାଡ଼ିଥାନ୍ତି କାହିଁକି? ତେଣୁ ଚୁପ୍ ରହିଲେ। ଅନ୍ୟମାନେ ମାରିଲେ ପ୍ରଭୁ ଆପଣ ରକ୍ଷା କରନ୍ତି, ଆପଣ ମାରିଲେ ଆଉ କିଏ ରକ୍ଷା କରିବ? ଶରୀରରେ ସୁଖ ଅଛି, ଦୁଃଖ ଅଛି। ଯେଉଁମାନେ ଈଶ୍ୱରଙ୍କୁ ଲାଭ କରିଛନ୍ତି ସେମାନେ ମନ, ପ୍ରାଣ, ଶରୀର ଓ ଆତ୍ମା ସବୁକିଛି ତାଙ୍କଠାରେ ସମର୍ପଣ କରିଦେଇଛନ୍ତି। ସେମାନେ ଏପରି ଭଗବତ ତଦ୍ଗତ ହୋଇଯାଇଥାନ୍ତି ଯେ ନିଜର ଶାରୀରିକ କ୍ଲେଶ ଯାତନାକୁ ଖାତିର କରନ୍ତି ନାହିଁ। ଯାହାର ଯେତିକି ପୁଞ୍ଜି। ସନ୍ଧ୍ୟା ସମୟ। ବଳରାମଙ୍କ ବୈଠକଖାନା ଓ ବାରଣ୍ଡାରେ ଆଲୋକର ବ୍ୟବସ୍ଥା ହେଲା। ଠାକୁର ଶ୍ରୀ ରାମକୃଷ୍ଣ ଜଗନ୍ମାତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ମୂଳମନ୍ତ୍ର ଜପ କରି ମଧୁର ନାମଗାନ କରୁଥାନ୍ତି। ଭକ୍ତମାନେ ତାଙ୍କ ଚତୁଃପାର୍ଶ୍ୱରେ ବସି ସେହି ମଧୁର ନାମ ଶୁଣୁଥାନ୍ତି। ଗିରୀଶ ମାଷ୍ଟର, ବଳରାମ, ତ୍ରୈଲୋକ୍ୟ ଓ ଅନ୍ୟ ଅନେକ ଭକ୍ତ ସେମାନଙ୍କ ମଧ୍ୟରେ ଥାନ୍ତି। ସଂସାର ଧର୍ମ ସମ୍ବନ୍ଧରେ ଠାକୁର ବିଭିନ୍ନ ଉପଦେଶ ଦେଉଥାନ୍ତି। ଠାକୁର ଶ୍ରୀ ରାମକୃଷ୍ଣ କହିଲେ, ଯେଉଁମାନେ ସଂସାର ଧର୍ମ ବୋଲି କହି ହେଉଥାନ୍ତି ସେମାନେ ଯଦି ଥରେ ଭଗବାନଙ୍କ ଆନନ୍ଦ ପାଇପାରନ୍ତେ ତେବେ ତାଙ୍କୁ ଆଉ ସବୁ କିଛି ଅସୁଖ ଲାଗନ୍ତା। କେବଳ ସେ ଆନନ୍ଦ ପଛରେ ସେମାନେ ଗୋଡ଼ାନ୍ତେ। ଭଗବାନଙ୍କ ଆନନ୍ଦ ପାଖରେ ସଂସାରର ବିଷୟାନନ୍ଦ ଆଉ ରମଣାନନ୍ଦ ଜାତକଙ୍କ ଛାତି ତୃଷାରେ ଫାଟି ଯାଉଛି। ଏଣେ ସାତ ସମୁଦ୍ର, ନଦୀ, ପୁଷ୍କରିଣୀ ସବୁ ପାଣିରେ ପରିପୂର୍ଣ୍ଣ, ତଥାପି ସେ ପାଣି ପିଇବାକୁ ଚାହୁଁନାହିଁ। ସ୍ୱାତି ନକ୍ଷତ୍ର ବୃଷ୍ଟି ଜଳ ପାଇ ସେ ଆଁ କରିକି ରହିଛି। ଈଶ୍ୱରଙ୍କ ଆନନ୍ଦ ଲାଭ କଲେ ଆଉ ଅନ୍ୟ କିଛି ଭଲ ଲାଗେନା। ଯେତେବେଳେ କାମିନୀ କାଞ୍ଚନ କଥା ଉଠିଲେ ବୁକୁରେ ଦାରୁଣ ବ୍ୟଥା ଲାଗେ। କୂଅ ଭିତରେ ସାରା ଜୀବନ ରହିଥିବା ବେଙ୍ଗଟି ସେ କୂଅ ବ୍ୟତୀତ ପୃଥିବୀ କ'ଣ ତା ଜାଣେନା। ପୃଥିବୀ ଗୋଟାଏ କ'ଣ ଅଛି ବୋଲି ସେ ଆଦୌ ବିଶ୍ୱାସ କରିପାରେନା। ଭଗବାନଙ୍କ ଆନନ୍ଦର ସନ୍ଧାନ ଯେ ପାଇନାହିଁ ସେ ହିଁ କେବଳ ସଂସାର ହୋଇଥାଏ। ଭଗବତ ଆନନ୍ଦକୁ ଯେ ଆସ୍ୱାଦନ କରିପାରେ ନାହିଁ ସେ ଆନନ୍ଦ କଥା ସେ କିପରି ବୁଝିବ? ତାକୁ ତୁମେ କିପରି ବା ବୁଝାଇବ? 5 ବର୍ଷର ବାଳକକୁ କ'ଣ ସୁଖ କ'ଣ ବୁଝାଇ ବିଷୟ ସୁଖ ବୁଝାଇ ହୁଏ? ବିଷୟୀମାନେ ଈଶ୍ୱର କଥା କୁହନ୍ତି, ତାହା ସେମାନଙ୍କର ଶୁଣା କଥା। ଯେପରି ଖୁଡ଼ି ବଡ଼ମାମାନେ କହନ୍ତି ଓ ତାଙ୍କଠାରୁ ଶୁଣି ଦେଖି ପିଲାମାନେ ମଧ୍ୟ କହନ୍ତି, ଠାକୁର ଅଛନ୍ତି, ଠାକୁରଙ୍କ ରାଣ। ସମସ୍ତେ କ'ଣ ସିଏ ଅଖଣ୍ଡ ସଚ୍ଚିଦାନନ୍ଦକୁ ଚିହ୍ନି ପାରିବେ? ରାମଚନ୍ଦ୍ରଙ୍କୁ 12 ଜଣ ଋଷି ମାତ୍ର ଜାଣିପାରିଥିଲେ। ଭଗବାନଙ୍କୁ ସମସ୍ତେ ଚିହ୍ନି ପାରନ୍ତି ନାହିଁ। ତାଙ୍କୁ କେହି ସାଧାରଣ ମନୁଷ୍ୟ ବୋଲି ଭାବନ୍ତି ତ କେହି ସାଧୁ ପୁରୁଷ ବୋଲି ଭାବନ୍ତି। 2-4 ଜଣ ଅବତାର ବୋଲି ଚିହ୍ନି ପାରନ୍ତି। ଯାହାର ଯେପରି ପୁଞ୍ଜି ସେ ସେହିପରି ବର ଦିଏ। ଜଣେ ବାବୁ ଦିନେ ତାଙ୍କର ଚାକରକୁ ଡାକି କହିଲେ, ତୁ ଏହି ହୀରାକୁ ନେଇ ବଜାରକୁ ଯା। ହୀରାକୁ କିଏ କେତେ ଦର ଦେଇ କିଣିବ ମୋତେ ଆସି କହିବୁ। ଆଗ ତୁ ବାଇଗଣ ବିକୁଥିବା ଲୋକଟି ପାଖକୁ ଯା। ବାବୁଙ୍କ କଥାନୁସାରେ ହୀରା ଖଣ୍ଡକ ନେଇ ଚାକରଟି ପ୍ରଥମେ ବାଇଗଣ ବିକୁଥିବା ଦୋକାନୀ ପାଖକୁ ଗଲା। ଚାକରଟି ହାତରୁ ହୀରାଟିକୁ ନେଇ ପରିବାବାଲାଟି ଏପଟ ସେପଟ କରି କେତେ କ'ଣ ଦେଖିଲା। ଶେଷରେ କହିଲା, ଭାଇ, ଏହା ବଦଳରେ ମୁଁ 900ର ବାଇଗଣ ଦେଇପାରେ। ଚାକରଟି କହିଲା, ଭାଇ, ଆଉ ଟିକିଏ ଉଠ। ଆଚ୍ଛା, 1000 ଦିଅ। ପରିବାବାଲା କହିଲା, ବଜାର ଦରଠାରୁ ବେଶୀ ମୁଁ କହିସାରିଛି, ତା'ଠାରୁ ଆଉ ଅଧିକ ହେବ ନାହିଁ। ତୁମକୁ ସେଥିରେ ଯଦି ଭଲ ଲାଗୁନାହିଁ ତାହେଲେ ତୁମେ ଫେରାଇ ଦିଅ। ପରିବାବାଲାଠୁ ହୀରାଟି ଫେରାଇ ଆଣି ଚାକରଟି ହସି ହସି ବାବୁଙ୍କୁ କହିଲା, ଆଜ୍ଞା, ବାଇଗଣବାଲା 900ର ବାଇଗଣରୁ ଆଉ ବେଶୀ ଦେବାକୁ ଚାହୁଁନି। ବଜାର ଦରଠାରୁ ସେ ଯଥେଷ୍ଟ ବେଶୀ କହିଦେଇଛି ବୋଲି ସେ କହୁଛି। ଚାକର କଥା ଶୁଣି ବାବୁ ମଧ୍ୟ ହସିଲେ। ପୁଣି କହିଲେ, ସେ ତ ବାଇଗଣ ଭିତରେ ଅଛି, ଏହାର ମୂଲ୍ୟ ସେ କ'ଣ ବୁଝିବ? ଆଚ୍ଛା, ତୁ ଏଥର ଲୁଗା ଦୋକାନୀ ପାଖକୁ ଯା। ତା'ର ପୁଞ୍ଜି ବେଶୀ, ଦେଖିବା ସେ କ'ଣ ଦର ଦେଉଛି। ବାବୁଙ୍କ କଥାନୁସାରେ ଚାକରଟି ହୀରାଟିକୁ ନେଇ ଲୁଗା ଦୋକାନୀ ପାଖକୁ ଯାଇ କହିଲା, ଏଇଟାକୁ ନେବ? କେତେ ଦର ଦେବ? ଲୁଗା ଦୋକାନୀ ହୀରାକୁ ଦେଖି କହିଲା, ହଁ, ଜିନିଷଟା ଭଲ। ଏଇଟା ଅଳଙ୍କାର ତିଆରିରେ ଲାଗିପାରିବ। ତେବେ ଭାଇ, ମୁଁ କ'ଣ ଟଙ୍କା ଦେଇପାରେ? ଚାକରଟି ଶୁଣି କହିଲା, ଭାଇ, କ'ଣ କହୁଛ? ଠିକ୍ କଥା କୁହ। ଆଚ୍ଛା, 1000 ଟଙ୍କା ଦିଅ। ଜିନିଷଟା ମୁଁ ତୁମକୁ ଦେଇ ଚାଲିଯିବି। ଲୁଗା ଦୋକାନୀ କହିଲା, ଭାଇ, ଆଉ ବେଶୀ କୁହନି। ମୁଁ ବଜାର ଦରଠାରୁ ବେଶୀ କହିସାରିଛି। 900ରୁ ଗୋଟାଏ ଟଙ୍କା ଅଧିକ ମୁଁ ଦେଇପାରିବି ନାହିଁ। ସେଇ ଦରରେ ବିକା ହେଉଛି ତ ଦିଅ। ଚାକର ଫେରିଆସି ମୁନିବାଙ୍କ ପାଖରେ ହସି ହସି ସବୁ କଥା କହିଲା। 900 ଟଙ୍କାର ଆଉ ବେଶୀ ଟଙ୍କା ଦେବାକୁ ଲୁଗା ଦୋକାନୀ ପ୍ରସ୍ତୁତ ନୁହେଁ। ବଜାର ଦରଠାରୁ ସେ ଯଥେଷ୍ଟ ବେଶୀ କହିଛି ବୋଲି ସେ କହୁଛି।
ଚାକରର କଥା ଶୁଣି ବାବୁ ଜଣକ ହସି ହସି କହିଲେ, ଏଥର ତୁ ଜହୁରୀ ପାଖକୁ ଯା, ସେ କ'ଣ କହୁଛି ଦେଖିବା। ଚାକରଟି ସାଙ୍ଗେ ସାଙ୍ଗେ ଜହୁରୀ ପାଖକୁ ଗଲା। ସୁନା, ରୂପା, ହୀରା, ନୀଳା ଆଦି ବିକ୍ରି କରିବା ଜହୁରୀଙ୍କ କାମ। ଚାକର ହାତରୁ ହୀରା ନେଇ ଜହୁରୀଟି ଭଲ କରି ଦେଖି କହିଲା, ମୁଁ 1,00,000 ଟଙ୍କା ଦେବି। ଯାହାର ଯେତିକି ପୁଞ୍ଜି ସେ ସେହି ଅନୁସାରେ ହୀରାର ଦର କଲା। ଅବତାରଙ୍କୁ ସମସ୍ତେ ଚିହ୍ନି ପାରନ୍ତି ନାହିଁ। ଅବତାର ଯେତେବେଳେ ଆସନ୍ତି ସେ ଗୋପନରେ ଆସନ୍ତି। ସାଧାରଣ ଲୋକେ ତାଙ୍କୁ ଜାଣିପାରନ୍ତି ନାହିଁ। 2-4 ଜଣ ଅନ୍ତରଙ୍ଗ ଭକ୍ତ କେବଳ ଯାହା ତାଙ୍କୁ ଜାଣିପାରନ୍ତି। ରାମ ପୂର୍ଣ୍ଣ ବ୍ରହ୍ମ, ପୂର୍ଣ୍ଣ ଅବତାର ଏକଥା 12 ଜଣ ଋଷି ମାତ୍ର ଜାଣିପାରିଥିଲେ। ଅନ୍ୟ ଋଷିଗଣ କହିଥିଲେ, ହେ ରାମ, ଆମ୍ଭେମାନେ ତୁମକୁ ଦଶରଥଙ୍କ ପୁତ୍ର ବୋଲି ଜାଣିଛୁ। ଅଖଣ୍ଡ ସଚ୍ଚିଦାନନ୍ଦଙ୍କୁ କ'ଣ ସମସ୍ତେ ଚିହ୍ନି ପାରନ୍ତି? ଭରଦ୍ୱାଜ ପ୍ରମୁଖ ଋଷି ରାମକୁ ସ୍ତୁତି କରି କହିଥିଲେ, ହେ ରାମ,